पीएमसी केंद्रीय विद्यालय गोपालपुर मिलिटारी स्टेशन परिसर में वार्षिक उत्सव बेस धूमधाम आयोजित हो ଏହି ଅବସରରେ ମୁଖ୍ୟ ଅତିଥି କର୍ଣ୍ଣେଲ ଜିତେନ କୁମାର ଡେପୁଟି କମାଣ୍ଡାଣ୍ଟ ସମ୍ମାନିତ ଅତିଥି କର୍ଣ୍ଣେଲ ଜିଏସ୍ ସାଇକିରଣ ଓ ତାଙ୍କ ସହିତ ବିଦ୍ୟାଳୟର ନୋମିନି ଚେୟାରମ୍ୟାନ୍ କର୍ଣ୍ଣେଲ ମନୋଜ କୁମାର ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦ୍ଘାଟନ ସଭାକୁ ସମ୍ବୋଧନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟିର ସଦସ୍ୟ ମୃତ୍ୟୁଞ୍ଜୟ ସ୍ୱାଇଁ, ପ୍ରଦୀପ କୁମାର ଅଧ୍ୟକ୍ଷ ଆର୍ମି ପବ୍ଲିକ୍ ସ୍କୁଲ ଡକ୍ଟର ଆର୍ସି ଜେନା ଏବଂ ଶିକ୍ଷକ ଅଭିଭାବକ ମଣ୍ଡଳୀର ସଦସ୍ୟ ଗୌରାଙ୍ଗ ବେହେରା ଏବଂ ସସ୍ମିତା ପଣ୍ଡା ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷ ବିଏନ୍ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ମୁଖ୍ୟ ଅତିଥିଙ୍କ କରକମଳରେ ନ୍ୟୁଜ୍ ଲେଟର ପ୍ରୟାସ ଉନ୍ମୋଚିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା, ଯେଉଁଥିରେ ଭାରତବର୍ଷର ବିଭିନ୍ନ ରାଜ୍ୟର ନୃତ୍ୟ, ସାଇବର ସୁରକ୍ଷା ସମ୍ପର୍କିତ ନାଟକ ଏବଂ ଅର୍କେଷ୍ଟ୍ରା ପ୍ରଦର୍ଶିତ ହୋଇଥିଲା। ଶେଷରେ ବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାଗୁଡ଼ିକରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟାପିକା ଆର୍ ବବିତା ଏବଂ ଶ୍ରୁତି କୀର୍ତ୍ତି ମିଶ୍ର ଉତ୍ସବର ପରିଚାଳନା କରିଥିଲେ। ଏହି ଉତ୍ସବରେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ମିଳିତ ସହଯୋଗରେ ବାର୍ଷିକ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ମୁଁ ବିରଞ୍ଚି ନାରାୟଣ ଦାସ, କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରୀ ଷ୍ଟେସନର ପ୍ରାଚାର୍ଯ୍ୟ। ଆଜି ଆମ ବିଦ୍ୟାଳୟରେ 30ତମ ବାର୍ଷିକ ଉତ୍ସବ ପାଳନ କରାଯାଉଛି ଏବଂ ଏହି ଉତ୍ସବ ପାଇଁ ଆମେ ସବୁ ଶିକ୍ଷକ, ଅଧ୍ୟାପକ, ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ଅତ୍ୟନ୍ତ ଉତ୍ସାହିତ ଏବଂ ଆନନ୍ଦିତ, ଖୁସି ମଧ୍ୟ। ଏହି ଉତ୍ସବରେ ଡେପୁଟି କମାଣ୍ଡାଣ୍ଟ କର୍ଣ୍ଣେଲ ଜିତେନ କେ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ସହିତ ଆର୍ମି ଏଡି ସେଣ୍ଟରର ଅନ୍ୟ ଗଣ୍ୟମାନ୍ୟ ଅଧିକାରୀ ମାନେ ମଧ୍ୟ ଯୋଗ ଦେବେ, ଅଭିଭାବକ ମାନେ ଯୋଗ ଦେବେ ଏବଂ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଗଞ୍ଜାମ ସମାଚାର ଆପଣଙ୍କର ଲାଟେଷ୍ଟ ଖବର ପାଇଁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ ଫଲୋ କରନ୍ତୁ ଗଞ୍ଜାମ ସମାଚାର ଫେସବୁକ୍, ୟୁଟ୍ୟୁବ୍, ଟ୍ୱିଟର ପେଜକୁ। ଅଧିକ ତଥ୍ୟ ପାଇଁ ଭିଜିଟ୍ କରନ୍ତୁ ଆମ ୱେବସାଇଟ୍ www.ganjamsamachar.com।